ଦୁଃଖଦନୀୟ ଘଟଣାଟିଏ ଘଟିଛି ଆଜି ଦେଖିପାରୁଥିବେ। ଏବେ ବର୍ତ୍ତମାନ ବାଲେଶ୍ୱର ଭଦ୍ରକ ଏନ୍ଏଚ୍ ଉପରେ ଘଟଣାଟି ଘଟିଛି ଖନ୍ତାପଡ଼ା ସ୍ଥାନରେ। ତ ଏଠି ଗୋଟେ ବସ୍ ଛିଡ଼ା ହେଇଥିଲା, ଯେଉଁ ବସ୍ଟି କୋପାରୀରୁ ବାଲେଶ୍ୱର ଯାଉଥିଲା। ସେ ପାସେଞ୍ଜରକୁ ସେଠି ଓହ୍ଲାଇବା ପାଇଁ ସେଠି ରାସ୍ତା ସାଇଡ଼୍ରେ ଛିଡ଼ା ହେଇଥିଲା। ସେଣୁ ଭୁବନେଶ୍ୱରରୁ ବାରିପଦା ଯାଉଥିବା ଗୋଟେ ବସ୍, ପାଣି ବସ୍ ଆସିକି ପଛଆଡ଼ୁ ଧକ୍କା ଦେଇଥିଲା। ତ ବହୁତ ଗୁଡ଼ା ଯାତ୍ରୀ ମାନେ ଇଞ୍ଜର୍ଡ଼ ଅଛନ୍ତି। ବର୍ତ୍ତମାନ ଆମ୍ବୁଲାନ୍ସ ଆସିକି ସେମାନଙ୍କୁ ଡାକ୍ତରଖାନା ନେଇଯାଇଛି। ଆଉ ଠିକ୍ ସମୟରେ ମଧ୍ୟ ପୋଲିସ ପ୍ରଶାସନ ମାନେ ନିଜର କାର୍ଯ୍ୟକୁ ଠିକ୍ ଭାବରେ ତୁଲେଇଛନ୍ତି। ଏଠି ଫାୟାର ଷ୍ଟେସନରୁ ଗାଡ଼ି ଆସିକି ପହଞ୍ଚାଇଥିଲା ସଙ୍ଗେ ସଙ୍ଗେ। କିନ୍ତୁ ଏଇସବୁ ଘଟଣା ଘଟିଛି, ଘଟିବା ପଛରେ ଆକ୍ଚୁଆଲି ଭୁଲ କ'ଣ? ଖନ୍ତାପଡ଼ା ମାର୍କେଟ ଗୋଟେ ଏତେ ବଡ଼ ମାର୍କେଟଟେ, କିନ୍ତୁ ସେଥିରେ ବସ୍ଷ୍ଟାଣ୍ଡ ନାହିଁ। ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏନ୍ଏଚ୍ ଉପରେ ଆସିକି ସେମାନେ ମାନେ ସେଠି ବସ୍ ପାଖରେ ବସ୍କୁ ଅପେକ୍ଷା କରୁଛନ୍ତି। ଏନ୍ଏଚ୍ ଉପରେ ହିଁ ବସ୍ ସେମାନଙ୍କୁ ନେଇକି ଯାଉଛି। ବାଲେଶ୍ୱର ଯିବାକୁ ହେଉ କି ଭୁବନେଶ୍ୱର ଯିବାକୁ ହେଉ, ଯେକୌଣସି ସ୍ଥାନକୁ ଯିବାକୁ ହେଲେ ଖନ୍ତାପଡ଼ାର ସମସ୍ତ ଯେଉଁ ଯାତ୍ରୀ ଅଛନ୍ତି ଏନ୍ଏଚ୍ ଉପରକୁ ଆସି ସେଠି ବସ୍ ଉପରକୁ ମାନେ ବସ୍ରେ ଚଢ଼ିବା ପାଇଁ ଯାଉଛନ୍ତି। ତ ଏଇସବୁ କଥା, ବହୁତ ମାତ୍ରାରେ ଲୋକ ସଂଖ୍ୟା, କିନ୍ତୁ ସେଠି ଗୋଟେ ବସ୍ଷ୍ଟାଣ୍ଡ ନାହିଁ। ଏଇଟା ଟିକେ ପ୍ରଶାସନ ଧ୍ୟାନ ଦେଲେ ଭଲ ହୁଅନ୍ତା। ଆଉ ଏବେ ମେଡ଼ିକାଲକୁ ଯେଉଁ ଯାତ୍ରୀମାନେ ବସ୍ରେ ଥିଲେ ତାଙ୍କୁ ନେଇକି ଆସିଛନ୍ତି, ଆମର ଆମ୍ବୁଲାନ୍ସ ଟିମ୍ ଯାଇଥିଲା। ବହୁତ ଗୁଡ଼ାଏ ତଥାପି 5-6ଟି ଆମ୍ବୁଲାନ୍ସ ଆଜି ନିଜର ମାନେ ସଠିକ୍ ସମୟରେ ପହଞ୍ଚିକି ଲୋକଙ୍କୁ ଆଣିକି ଚିକିତ୍ସା କରୁଛନ୍ତି। ଦେଖିପାରୁଥିବେ ବହୁତ ଲୋକ ଇଞ୍ଜର୍ଡ଼ ଅଛନ୍ତି। ଆଉ ଏଇଟା ଖନ୍ତାପଡ଼ା ମେଡ଼ିକାଲରେ ଏ ଦୃଶ୍ୟଟି ଦେଖିପାରୁଥିବେ। ଆଉ ମାନେ ଏପର୍ଯ୍ୟନ୍ତ ଆମ୍ବୁଲାନ୍ସ ବି ଆହୁରି କିଛି ଲୋକଙ୍କୁ ଆଣୁଛି। ତ ଦେଖିପାରୁଥିବେ ଡାକ୍ତର ଆଉ ନର୍ସ ଆଉ ପୋଲିସ ବିଭିନ୍ନ ପ୍ରକାରର ଯେଉଁ ମିଡ଼ିଆ ଭାଇ ବି ଆସିଛନ୍ତି। ଆଉ ଏସବୁ ନିଜର କାର୍ଯ୍ୟ ତୁଲାଉଛନ୍ତି। ଯାହା ଭଗବାନଙ୍କ ଉପରେ ଏତିକି ପ୍ରାର୍ଥନା, ଯାହା କାହାର କିଛି ସେମିତି ଅଧିକ କ୍ଷତି ହୋଇନାହିଁ। ମୋତେ ଇଞ୍ଜର୍ଡ଼ ଅଛନ୍ତି, ସମସ୍ତଙ୍କ ଜୀବନ ଭଲ ଅଛି। ମାନେ ଏମିତି ଦୁର୍ଘଟଣାଟେ ଘଟିଛି, କିନ୍ତୁ ସମସ୍ତେ ସେଭ୍ ଅଛନ୍ତି। ଏମିତି ଟିକେ ଖଣ୍ଡିଆ ଖାବରା ହେଇଛନ୍ତି, ଚିକିତ୍ସା ଜାରି ରହିଛି। ଆଉ ଭଗବାନଙ୍କୁ ଏତିକି ଧନ୍ୟବାଦ, ଯାହା ହଉ ସମସ୍ତେ ମାନେ ଭଲରେ ଅଛନ୍ତି। ଶେଷରେ ମୁଁ ଏତିକି କହିବି, ଯେଉଁ ଡ୍ରାଇଭର ଭାଇମାନେ ଆପଣମାନଙ୍କୁ ଭରସା କରିକି ଯାତ୍ରୀମାନେ ବସ୍ରେ ବସୁଛନ୍ତି, ତ ଆମମାନଙ୍କର ସୁରକ୍ଷା ବା ଯାତ୍ରୀମାନଙ୍କର ସୁରକ୍ଷା ଆପଣଙ୍କର ଦାୟିତ୍ୱ। ଆପଣ ଅନ୍ୟମନସ୍କ ହୋଇ ଦୟାକରି ଗାଡ଼ି ଚଲାନ୍ତୁ ନାହିଁ। କାହିଁକିନା ଆଜି ସେ ଡ୍ରାଇଭର ଭାଇ ଅନ୍ୟମନସ୍କ ହୋଇ ଗାଡ଼ି ଚଲେଇ ପଛରୁ ଦେଇକି ଧକ୍କା ଦେଉଛନ୍ତି। ତ ଏଇଟା ସ୍ୱାଭାବିକ କଥା କି ଡ୍ରାଇଭର ଜଣକ ଅନ୍ୟମନସ୍କ ଥିଲେ, ନହେଲେ ଏଭଳି ଘଟଣା ଘଟିନଥାନ୍ତା। ତ ସେଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଧନ୍ୟବାଦ।